ମୋ ନାଁ ବିଭୂତିଭୂଷଣ ବେହେରା। ମୋର ଆଡିସନାଲ ଚାର୍ଜ ବିଓ କଣ୍ଡାପଡ଼ା। ଆଜିର କାର୍ଯ୍ୟକ୍ରମ ସୁରଭି ବ୍ଲକ ଲେବୁଲ ପିଲାମାନଙ୍କର ସୁରଭି କାର୍ଯ୍ୟକ୍ରମ ଆମର ଏଠି ଏନ୍ ହାଇସ୍କୁଲରେ ହେଉଛି। ଆଉ ଏଥିରେ ପିଲାମାନେ ପ୍ରତି କ୍ଲଷ୍ଟରରୁ ଆସିକି ଏଠି ଭାଗ ନେଇଛନ୍ତି ଏବଂ ଏଥିରୁ ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ହେବେ ସେମାନେ ଡିଷ୍ଟ୍ରିକ୍ଟ ଲେବୁଲକୁ ଯିବେ। ପ୍ରତି କ୍ଲଷ୍ଟରରୁ 10ଟା ଲେଖାଏଁ ଇଭେଣ୍ଟରେ ସେମାନେ ଦି ଜଣ ଆସିଛନ୍ତି। ପ୍ରତି କ୍ଲଷ୍ଟରକୁ 20 ଜଣ ଲେଖାଏଁ ଆସିଲେ ଏଠି 300 ଉପରେ ପିଲା ଭାଗ ନେଇଛନ୍ତି। ଆଜି ମତେ ବହୁତ ଖୁସି ଲାଗୁଛି ଯାହା ହଉ ଆମର କଣ୍ଟାପଡ଼ା ବ୍ଲକ ସ୍ତରୀୟ ପ୍ରୋଗ୍ରାମ ସୁରଭି ଶିଶୁ ମହୋତ୍ସବ ଆମ ନାହାଳପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠାନ ହଉଛି। ସେଥିପାଇଁ ମୁଁ ବହୁତ ଗର୍ବ ଏବଂ ଖୁସି ଅନୁଭବ କରୁଛି। ମତେ ତ ଲାଗୁଛି ଆମ ପଞ୍ଚାୟତ ଚାଲି ଲାଗିଗଲା, କାହିଁକିନା ଏଠି ସମସ୍ତେ ଉପସ୍ଥିତ ଅଛନ୍ତି। ଆମର କଣ୍ଟାପଡ଼ା ସମିତିର ମୁଖ୍ୟ ଅଧ୍ୟକ୍ଷା ଜିନା ମ୍ୟାଡାମ, ଉପାଧ୍ୟକ୍ଷ ଯାଚି ଭାଇ, ଆମର କଣ୍ଟାପଡ଼ା ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଗଣ ଏବଂ ସମସ୍ତ ଅଭିଭାବକଗଣ, ଛାତ୍ରଛାତ୍ରୀ ସମସ୍ତେ ଆସି ଅଛନ୍ତି। ବହୁତ ଖୁସି ଲାଗୁଛି। ଆଜି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ 2024 ଆମ ନାହାଳପୁର ଗ୍ରାମ ପଞ୍ଚାୟତର ଗୁଣାଦଳ ବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆମର ବ୍ଲକର ଅଧ୍ୟକ୍ଷା ଶ୍ରୀ ଜିନା ଭୋଇ, ଉପାଧ୍ୟକ୍ଷ ଯତୀନ୍ଦ୍ର ବଳାଳ ମହୋଦୟ ଆସି ପହଞ୍ଚିଥିଲେ। ବିଦ୍ୟାଳୟର ଆମ ବ୍ଲକ ସ୍ତରର ଯେଉଁମାନେ ପଦାଧିକାରୀ ସେମାନେ ମଧ୍ୟ ଆସି ପହଞ୍ଚିଲେ। ବିଓ ସାର୍, ଏବିଓ ସାର୍ ସମସ୍ତେ ଉପସ୍ଥିତ ଥିଲେ। ମୁଁ ଆମ ପଞ୍ଚାୟତ ତରଫରୁ ସେମାନଙ୍କୁ ଧନ୍ୟବାଦ ଦେବି, ଯାହା ହଉ ଏଭଳି ଏକ ସୁନ୍ଦର ପ୍ରୋଗ୍ରାମ ଏଇ ଆମ ସ୍କୁଲରେ ଅନୁଷ୍ଠିତ ହୋଇଛି। ଆଉ ମୁଁ ଆଶା କରିବି ଆଗାମୀ ଦିନରେ ବ୍ଲକ ସ୍ତରୀୟ ଯେକୌଣସି କାର୍ଯ୍ୟକ୍ରମ ଏଇ ପଞ୍ଚାୟତକୁ ଆସିଲେ ଆମେ ଖୁସି ହେବୁ। ଆଉ ଆମେ ଆଶା ମଧ୍ୟ କରୁଛୁ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି ବୋଲି। ମ୍ୟାଡାମ କଣ କହିବେ ଆଜି ଯୋଉ ଅତିଥି ରୂପେ ଆସିଥିଲେ ଆମର ସ୍କୁଲକୁ, କେମିତି ଆପଣଙ୍କ ମାହୋଲଟା ଲାଗୁଛି? ନିହାତି ଭାବରେ ସମସ୍ତଙ୍କୁ ପ୍ରଥମେ ଧନ୍ୟବାଦ ଦେବି, କାରଣ ମତେ ମୁଖ୍ୟ ଅତିଥି ଭାବରେ ଏଇ କେଏନ୍ ହାଇସ୍କୁଲକୁ ନିମନ୍ତ୍ରଣ କରିଛନ୍ତି ଆମର ପ୍ରଧାନ ଶିକ୍ଷକ, ଆମର ସରପଞ୍ଚ, ଆମର ସମୀର ସଭ୍ୟ ଉଭୟଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବି। ଯାହା ହଉ, କିନ୍ତୁ ଆମର ଆଜି ଦିନରେ ଆମର ଜିଲ୍ଲାପାଳ ମଧ୍ୟ ଆମର ଭିଜିଟ କରିବାକୁ ଆସିଥିଲେ। ଆପଣ ଜାଣିଥିବେ ଆଗକୁ ଆସିବାକୁ ଥିବା ଦାନା ସାଇକ୍ଲୋନ ଯୋଉଭଳି ଭାବରେ ମାନେ ମାହାଲ ଦେଖଉଛି, ତେଣୁକରି ଜିଲ୍ଲାପାଳଙ୍କର ଆଜି ଭିଜିଟ ମଧ୍ୟ ଅଛି। ତେଣୁ ଯାହା ହଉ ସେଇ ସମୟ ମଧ୍ୟରେ ଆମେ ଆସି ଏଠାରେ ପହଞ୍ଚିଛୁ, କାରଣ ଆମର ଅନ୍ତରରୁ ଥିଲା ଯେ ଆମେ ସ୍କୁଲ ପ୍ରୋଗ୍ରାମ କେବେ କ୍ୟାନସଲ କରିବୁନି, କିନ୍ତୁ ଆଜି ପହଞ୍ଚିଛୁ। ସତରେ ତାଙ୍କୁ ବି ଆଉ ଥରେ ଧନ୍ୟବାଦ ଦେବି ଯେ ସୁରଭି ପ୍ରୋଗ୍ରାମ ଆପଣ ଯେମିତି ଜାଣୁଛନ୍ତି, ସୁରଭି ପ୍ରୋଗ୍ରାମ ଏମିତି ଏକ ପ୍ରୋଗ୍ରାମ ଯାହାକି ପିଲାମାନଙ୍କ ମଧ୍ୟରେ ଥିବା ଯୋଉ ପ୍ରତିଭାଟା ତାକୁ କେମିତି ଆମେ ବାହାରକୁ ଆଣିବା, ସେଥିପାଇଁ ମାନେ ଓଡିଶା ସରକାରଙ୍କର ଗୋଟେ ପ୍ରୟାସ। ତେଣୁ ପିଲାମାନଙ୍କ ମଧ୍ୟରେ ଯୋଉ ପ୍ରତିଭା ଅଛି, ସଙ୍ଗୀତରେ ହଉ, ନୃତ୍ୟରେ ହଉ, ଡିବେଟରେ ହଉ, ଯୋଉ ପ୍ରତିଭା ଅଛି ତାକୁ କେମିତି ଆମେ ବାହାରକୁ ଆଣିବା, ସେଥିପ୍ରତି ସରକାରଙ୍କର ଗୋଟେ ପଦକ୍ଷେପ ରହିଛି। ତେଣୁ ଆମ ମାନଙ୍କର ମଧ୍ୟ ସହଯୋଗ ରହିବ ପିଲାମାନଙ୍କର ଏଇ ପ୍ରତିଭାକୁ କେମିତି ବାହାରକୁ ଆଣିବା। ଏହାକୁ ବ୍ଲକ ସ୍ତରରେ ଯେମିତି ଆଣି ଆମକୁ ମାନେ ଜିଲ୍ଲା ସ୍ତରରେ କରାଯିବ, ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରରେ କରାଯିବ। ତେଣୁକରି ଆମରି ପିଲାମାନେ ଯଦି ଏଇ ପ୍ରତିଭାକୁ ଆଗକୁ ନେଲେ ଆମର ବ୍ଲକର ମଧ୍ୟ ନାଁ ରହିବ, ସ୍କୁଲର ମଧ୍ୟ ନାଁ ରହିବ। ତେଣୁ ଆମେ ଆଶା କରୁଛୁ ପିଲାମାନଙ୍କ ଠାରୁ କେମିତି ତାଙ୍କର ପ୍ରତିଭାକୁ ସୁନ୍ଦର ଭାବରେ ମାନେ ପରିବେଷଣ କରନ୍ତୁ। ତେଣୁକରି ଏଇ ବ୍ଲକର ନାଁ ରହିବା ସହିତ ଆମ ମାନଙ୍କର ମଧ୍ୟ ନାମ ଉଚ୍ଚକୁ ଯିବ। ତେଣୁ ଆଶା କରୁଛି ଆମର ଶିକ୍ଷକ ବନ୍ଧୁମାନେ ଆମ ପିଲାମାନଙ୍କୁ ସହଯୋଗର ହାତ ବଢେଇଛନ୍ତି, ଏମିତି ଆମର ପିଲାମାନେ ଉତ୍ତରୋତ୍ତର ଉନ୍ନତି କରନ୍ତୁ। ତେଣୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଆମ ପିଲାମାନେ କେମିତି ଆହୁରି ଉଚ୍ଚକୁ ଯାଆନ୍ତୁ। ଆଜି ଆମ ବିଦ୍ୟାଳୟରେ ବ୍ଲକ ଲେବୁଲ ସୁରଭି 2024 କାର୍ଯ୍ୟକ୍ରମ ଏଠି ଅନୁଷ୍ଠିତ ହେଉଛି। ଅତି ସରକାରଙ୍କର ଗୋଟେ ଅଭିନବ ପ୍ରୟାସ ଯେ କି ପିଲାମାନଙ୍କର ଯୋଉ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ଏଇ ଯୋଉ ସୁରଭି ପ୍ରୋଗ୍ରାମରେ ବିଭିନ୍ନ ପ୍ରତିଯୋଗିତା ହେଉଛି। ଏଥିରେ ପିଲାମାନେ ବିଭିନ୍ନ କ୍ଲଷ୍ଟର ସବୁ ଫାଷ୍ଟ ହେଇଛନ୍ତି, ସେମାନେ ଏଠିକି ଆସିଛନ୍ତି ଏବଂ ବହୁତ ଖୁସି ଅଛନ୍ତି ପିଲାମାନେ ଯେ ଏଇ ଯୋଉ ପ୍ରୋଗ୍ରାମରେ ଭାଗ ନେଇ ସେମାନଙ୍କ ନିଜ ପ୍ରତିଭାଟାକୁ ସାମ୍ନାକୁ ଆଣିବା ପାଇଁ ଯୋଉ ସୁଯୋଗ ପାଇଛନ୍ତି, ସେଥିପାଇଁ ପିଲାମାନେ ବହୁତ ଖୁସି ଏବଂ ବହୁତ ବ୍ଲକ ଲେବୁଲରେ ଏବଂ ଏଠି ପଞ୍ଚାୟତ ସ୍କୁଲ ଲେବୁଲରେ ମଧ୍ୟ ବହୁତ ପ୍ରୟାସ କରାହେଇଛି ଯେମିତିକି କାର୍ଯ୍ୟକ୍ରମକୁ ଅତି ସଫଳ କରିବା ପାଇଁ। ଏବଂ ଏଠୁ ଯୋଉ ପିଲାମାନେ ସବୁ ଫାଷ୍ଟ ହେବେ ସେମାନେ ସବୁ ଯିବେ ଜିଲ୍ଲା ଲେବୁଲକୁ ଯିବେ, ଜିଲ୍ଲା ସ୍ତରରେ ସେମାନେ ଭାଗ ନେବେ। ଜିଲ୍ଲା ସ୍ତରରେ ଯୋଉମାନେ ସେମିତି ପ୍ରଥମ ହେବେ ସେମାନେ ରାଜ୍ୟ ସ୍ତରକୁ ଯିବେ, ଯୋଉଟା କି ତାଙ୍କର ନଭେମ୍ବର 14 ତାରିଖ ଶିଶୁ ଦିବସରେ ସେଠି ସେମାନଙ୍କୁ ମାନେ ସୁଯୋଗ ମିଳିବ ସେମାନଙ୍କ ନିଜର ପ୍ରତିଭା ଦେଖେଇବା ପାଇଁ। ଏଥିରେ ଡିବେଟ, ଇଲୋକେସନ ଅଛି, କୁଇଜ ଅଛି, ହ୍ୟାଣ୍ଡ ରାଇଟିଂ ଅଛି, ଆଉ ସଙ୍ଗ ଅଛି, କଲଚରାଲ ପ୍ରୋଗ୍ରାମ ବି ଏଥିରେ ରହିଛି, ଆଉ ଅନ୍ୟାନ୍ୟ ସବୁ କାର୍ଯ୍ୟକ୍ରମ ସବୁ ରହିଛି। ଆଜି କଣ୍ଟାପଡ଼ା ବ୍ଲକର ମଣ୍ଡଳ ସ୍ତରୀୟ ସୁରଭି ସରକାରଙ୍କ ଦ୍ୱାରା ଯୋଉ ପ୍ରାୟୋଜିତ କାର୍ଯ୍ୟକ୍ରମ ଆଜି ଚାଲୁ ରହୁଛି, ଏଇଟା ହେଲା ଉଦ୍ଘାଟନ ଉତ୍ସବ। ଉଦ୍ଘାଟନ ଉତ୍ସବରେ ଆମର ବ୍ଲକର ଅଧ୍ୟକ୍ଷ ସୁଶ୍ରୀ ଜିନା ଭୋଇ, ଉପାଧ୍ୟକ୍ଷ ଯତୀନାଥ ବରାଳ ଏବଂ ଏହି ପଞ୍ଚାୟତର ସରପଞ୍ଚ ନିରୁପମା ଜେନା ଏବଂ ସମିତି ସଭ୍ୟ ପ୍ରିୟବ୍ରତ ବେଉରା ଏବଂ ଅନ୍ୟ ସମସ୍ତ ସଂଘର କର୍ମକର୍ତ୍ତା
बीओ विभूतिभूषण बेहेरा समस्त जोग देइथिले एवं एई ब्लॉक रे थिबा 77 टी प्राथमिक 22 टी हाई स्कूल एवं समस्त अपग्रेड स्कूल रु पिला माने आसिछंती एबे एथिरे जो आइटम सीनियर जूनियर एवं सब जूनियर 3 टी विभाग अछि एथिरे विभिन्न कंपटीशन करा जिवो एवं पिला माने जो माने एथि प्रथम हेबे से माने जिला स्तर रे भाग नेबे एवं जिला स्तर रे जो माने प्रथम हेबे से माने राज्य स्तर रे भाग नेबे नवेम्बर 14 तारिख दिन माननीय मुख्यमंत्री से मानकु सेठी समर्थित करिवे तेणु एही परिप्रेक्षी रे पिला मानक भितर थिबा सुप्त प्रतिभा जहां पाठ पढ़ा विद्यालय रे हुए ताहा पिला मानक पे यथेष्ट नुहे सेति पई सरकार योजना कले जो पिला मानक भितर थिबा अंतर्निहित प्रतिभा को जागृत करिया पई ए सुरभिर कार्यक्रम।